ରୋଷେଇ ନ ଶୁଣୁ ପିଲାମାନେ ଆକୁ ଦେଖି କହିଲେ ବୋଉ ଆଉ ଅପେକ୍ଷା ହଉନି, ଜଲ୍ଦି ଟିକେ ବାଢ଼ି ଦେଲୁ। ନମସ୍କାର, ରୋନାଥ କିଚେନକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଗୋଟେ ଇଭିନିଂ ରେସିପି ବିନା ପିଆଜ ରସୁଣର ବିରିୟାନୀଟେ କରିବା। ବାସୁମତୀ ଅରୁଆ ଚାଉଳ 1.5 କିଲୋ ନେଇ ଭିଜେଇଛି। ଏବେ ସବୁ ପରିବା କାଟି କୁଟିକି ରଖିଦେଇଛି। ଦେଖନ୍ତୁ, ଗାଜର, ବିଟ୍, ଝୁଡ଼ଙ୍ଗ, ବିନ୍, ସୋୟାବିନ୍, ଫୁଲକୋବି ଗୋଟେ, ମଟର ଛୁଇଁ ସବୁ ପ୍ରସ୍ତୁତ କରିକି ରଖିଦେଇଛି। ଚାଲନ୍ତୁ ଆମେ ଅଳ୍ପ ତେଲ ଦେଇକି କଡ଼େଇରେ ଛାଣିବାକୁ ଲାଗିବା। ଆମର ଚାଉଳ ଭିଜିବା ଭିତରେ ଆମେ ସବୁ ପରିବା କଟାକଟି କରି ଛଣାଛଣି କରିକି ରେଡ଼ି କରିଦେଲୁ। ତାପରେ ଆମେ ଚାଲ ଭାତ ବସି। ପାଣି ତାତି ଆସିଲାଣି, ଆମେ ତା ଦେହରେ ସ୍ୱାଦ ଅନୁଯାୟୀ ଲୁଣ, ଲବଙ୍ଗ, ଗୋଲମରିଚ ପକାଇଦେବା। ସେ ଟିକେ ଫୁଟି ଆସିଲେ ତା ବାସ୍ନାଟା ଭଲ ଆସିବ। ତା ଦେହରେ ଆମେ ଚାଉଳ ଯେଉଁ ଭିଜେଇଥିଲୁ ସେ ଚାଉଳକୁ ଆମେ ପକାଇଦେବା। ପକାଇ ଦେଇକି ଢାଙ୍କୁଣିଟା ଘୋଡ଼େଇଦେବା। 10-15 ମିନିଟ୍ ଭିତରେ ଆମର ଭାତ ପ୍ରସ୍ତୁତ ହୋଇଯିବ। ଭାତ ହେଲା ଭିତରେ ଆମେ ଦହି କଚପର ପ୍ରସ୍ତୁତ କରିବା। ସେଥିପାଇଁ ମୁଁ ଦହି ପ୍ୟାକେଟ୍ ନେଇଛି। ତା ଦେହରେ କଳା ଲୁଣ, ଧଳା ଲୁଣ ପକାଇଛି। ପୋଦିନା ପତ୍ର, କଞ୍ଚା ଲଙ୍କା ଗ୍ରାଇଣ୍ଡିଙ୍ଗ କରି ପକାଇଛି। ଯେହେତୁ ଆମେ ବିନା ପିଆଜ ରସୁଣରେ କରୁଛେ, କାକୁଡ଼ି, ଗାଜର କୋରିକି ମୁଁ ମିକ୍ସ କରିଛି। ଆମର ଏବେ ଭାତ ହେଇସାରିଛି। ଆମେ ତା ଦେହରେ ଛଣା ହେଇଥିବା ପରିବା ପକାଇବା, ପୋଦିନା ପତ୍ର ପକାଇବା, ଗୋଲାପ ଜଳ ପକାଇବା, ସୁନ୍ଦର ଦେଖିବା ପାଇଁ ଫ୍ରୁଟ୍ କଲର୍ 3ଟା ପକାଇବା। ଏଥିରେ ମୁଁ ମୋର ହାତ ତିଆରି ବିରିୟାନୀ ମସଲାଟେ ପକାଇଛି, ଯେଉଁଥିରୁ ବହୁତ ଭଲ ଟେଷ୍ଟ ଆସେ। ଆପଣ ଯଦି ମୋ ସିକ୍ରେଟ୍ ବିରିୟାନୀ ମସଲା ରେସିପି ଜାଣିବାକୁ ଚାହାନ୍ତି, ତେବେ ମୋତେ କମେଣ୍ଟ କରି ଜଣାଇବେ। ଦେଖନ୍ତୁ, ଆମ ଅରୁଆରେ ବିନା ପିଆଜ ରସୁଣର ଭେଜ୍ ବିରିୟାନୀଟି ପ୍ରସ୍ତୁତ ହୋଇସାରିଛି। ଛୁଆ ହୁଅନ୍ତୁ କି ବଡ଼, ଏମିତି ଭେଜ୍ ବିରିୟାନୀଟେ କଲେ ସମସ୍ତେ ବହୁତ ପସନ୍ଦ କରନ୍ତି। ଆପଣ ବି ଏପରିକା ବିରିୟାନୀଟେ କରିକି ଖାଆନ୍ତୁ। ଆଉ କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବେ।